ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ ଲଘୁଚାପର ଆତଙ୍କ। ଫେବୃଆରୀ 15 ତାରିଖରେ ହେବାକୁ ଯାଉଛି ଟି20 ବିଶ୍ୱକପ୍ର ମହାସମର, ଯେଉଁଥିରେ ସମସ୍ତଙ୍କ ନଜର କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମ ଉପରେ ରହିଛି, ଯେଉଁଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ହାଇ ଭୋଲ୍ଟେଜ୍ ମ୍ୟାଚ୍। କିନ୍ତୁ 15 ଫେବୃଆରୀରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହାର ପ୍ରଭାବରେ ପୂର୍ବ ଓ ଦକ୍ଷିଣ ଭାରତର କେତେକ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ଆଶଙ୍କା ସୃଷ୍ଟି କରୁଛି, ଯାହାଫଳରେ ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ବୃଷ୍ଟିପାତ ଆକଳନ କରାଯାଉଛି, ଯାହାର ସିଧା ପ୍ରଭାବ ଭାରତ ପାକିସ୍ତାନ ମ୍ୟାଚ୍ ଉପରେ ପଡ଼ିପାରେ। ସେପଟେ 15 ତାରିଖରେ ପଡ଼ୁଛି ମହାଶିବରାତ୍ରି। କଲମ୍ବୋରରେ ଏହି ମାସରେ ପ୍ରବଳ ବର୍ଷା ହେଉଛି ଏବଂ ବର୍ଷା ଯୋଗୁଁ ଅନେକ ଅଭ୍ୟାସ ମ୍ୟାଚ୍ ବାତିଲ କରାଯାଉଛି। ସୌଭାଗ୍ୟବଶତଃ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ମ୍ୟାଚ୍ ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନାହିଁ, କିନ୍ତୁ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ବିଳମ୍ବିତ କିମ୍ବା ବାଧାପ୍ରାପ୍ତ ହୋଇପାରେ। ରବିବାର ପୂର୍ବରୁ କଲମ୍ବୋରରେ ଝଡ଼ ବର୍ଷା ହେବାର ସମ୍ଭାବନା ଅଛି। ଫେବୃଆରୀ 14ରେ ପ୍ରବଳ ବର୍ଷା ହେବାର ସମ୍ଭାବନା 65% ରହିଛି, ଯାହାଫଳରେ ରବିବାର ପରିସ୍ଥିତିରେ ଉନ୍ନତି ହେବାର ଆଶା କରାଯାଉନାହିଁ। ଗୁଗଲ ୱେଦର ଅନୁଯାୟୀ ରବିବାର ଫେବୃଆରୀ 15 ତାରିଖରେ କଲମ୍ବୋରରେ ଝଡ଼ ବର୍ଷାର 50% ସମ୍ଭାବନା ରହିଛି। ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା 6ଟାରେ ଝଡ଼ ବର୍ଷା ହେବାର ସମ୍ଭାବନା ଅଛି, ଯାହା ବହୁ ପ୍ରତୀକ୍ଷିତ ଟି20 ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ହେବାରେ ବିଳମ୍ବିତ କରିପାରେ। ରାତିରେ ମେଘ ସଫା ହେବାର ଆଶଙ୍କା କରାଯାଉଛି, କିନ୍ତୁ ସ୍ଥାନୀୟ ସମୟ ପ୍ରାୟ ରାତି 8ଟାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମ ଶ୍ରୀଲଙ୍କା ବନାମ ଆୟାରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବନାମ ଆୟାରଲ୍ୟାଣ୍ଡ ମ୍ୟାଚ୍ ଆୟୋଜିତ କରିଛି। ରବିବାର ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ବନାମ ଜିମ୍ବାୱେ ମ୍ୟାଚ୍ ମଧ୍ୟ ସେଠାରେ ଖେଳାଯିବ। ପ୍ରସଙ୍ଗକ ଏବଂ ଟୁର୍ଣ୍ଣାମେଣ୍ଟ ଆୟୋଜକମାନେ ରବିବାର ପାଗରେ ଉନ୍ନତି ପାଇଁ ଆଶା କରୁଛନ୍ତି, କାରଣ ବର୍ତ୍ତମାନ ପରିସ୍ଥିତି କିଛି ଠିକ୍ ଜଣାପଡ଼ୁନାହିଁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଭଲ ଲାଗିଲେ କମେଣ୍ଟ କରନ୍ତୁ। ରହୁଛି, ନମସ୍କାର।